ଶୁଣନ୍ତୁ ଆଳୁ ମନ୍ତ୍ରୀଙ୍କର ଦୋଷ ଆଉ ଟିକେ ଅଛି। ସେ କହିଲେ ଟ୍ରେନ୍ରେ ଆସିକି ୟୁପିରୁ ଆମେ ମଗେଇଦେଲୁ, ବାଟରେ ଟ୍ରେନ୍ ଅଛି ବୋଲି କହିଥିଲେ। ମିଛ କଥା କହିଥିଲେ ବିଧାନସଭାରେ। ଏଇଟା ପ୍ରମାଣିତ ହେଲା। ଗୋଟେ ବି ବାଗାନ ଆସିନି, ଗୋଟେ ବି ଟ୍ରେନ୍ ଆସିନି। ଆଚ୍ଛା, ଏବେ କହୁଛନ୍ତି ଆମେ ବଢ଼େଇଦେଲୁ, ଉତ୍ପାଦନ ବଢ଼େଇଦେଲୁ, ବଢ଼େଇବୁ। ବର୍ଷେ ହେଲା ଗୋଟେ ଆଳୁ ବଢ଼ିନି, ଗୋଟେ ସିଙ୍ଗଲ ଆଳୁ। ଆହୁରି ଆଳୁ ଏଡ଼େ ଏଡ଼େ ଆଳୁ ହେଉଥିଲା, ଏବେ ଆଉ ବଢ଼ିବାର ନାହିଁ। ଆଙ୍କର ଖାଲି କହିବାର ଶିଖିଛନ୍ତି, କଲର୍ ବଦଳାଇବାର ଶିଖିଛନ୍ତି। ଆଙ୍କ ନା ଆଳୁ, ନା ପିଆଜ, ନା ଅଣ୍ଡା, ନା ବାଇଗଣ ବଢ଼ିଛି। ବାଇଗଣ ବଢ଼ିଛି କିନ୍ତୁ ବିକ୍ରି ହେଇପାରୁନି। ଗୋଟେ ବି କୋଲ୍ଡ ଷ୍ଟୋର୍ ଏମାନେ ଗୋଟେ ଇଟା ପକାଇ ନାହାନ୍ତି। କଥା କହିବାକୁ ଟ୍ୟାକ୍ସ ଲାଗୁନି। ମାନ୍ୟବର ମନ୍ତ୍ରୀ, ମୁଁ ଅନୁରୋଧ କରିବି ଦୟାକରି ଫିଲ୍ଡକି ଯାଆନ୍ତୁ, ଫାଇଲ୍କି ଆସନ୍ତୁନି। ଫିଲ୍ଡରେ କାମ କରନ୍ତୁ। ଲୋକଙ୍କୁ କହିକି ତୁମ ତୁମ ଏଗ୍ରିକଲଚର ଡିପାର୍ଟମେଣ୍ଟ, ତୁମ ସଏଲ୍ କନଜର୍ଭେସନ୍ ଡିପାର୍ଟମେଣ୍ଟ, ଏମାନେ ଯାହା କରିବା କଥା କରୁନାହାନ୍ତି। ଆଉ ମନ୍ତ୍ରୀ ବାଡ଼େଇ ପିଟି ହେଲେ କ'ଣ ହେବ? ହଁ, ତାଙ୍କ ବିଭାଗ ଠନ୍ ବିଭାଗ ତ, ସେଥିପାଇଁ ସେ ସାଟିସ୍ଫାଏ। କିଛି ଏକଦମ ପୁରା କରପ୍ସନ୍, କଟନୀ ଛଟନୀ ଭର୍ତ୍ତି। ବର୍ତ୍ତମାନ ସହ ମଣ୍ଡି ଆରମ୍ଭ ହେଇନି। ଆଜି 4 ତାରିଖ ହେଲା, ମଣ୍ଡି ଆରମ୍ଭ ହେଇନି ଓଡ଼ିଶାରେ। ଆମର ଲୋକାଲ ମିଲର୍ସ ଯାଉଛନ୍ତି ଛତିଶଗଡ଼ ଧାନ କିଣିବା ପାଇଁ ଯାଉଛନ୍ତି। ଛତିଶଗଡ଼ ଧାନ ଭର୍ତ୍ତି ହେଇଗଲାଣି। ଯାହା ସଟେଜ ଥିଲା, ଯେଉଁ ମିଲର ମାନେ ବିକିଥିଲେ, ଇଆଡ଼େ ସିଆଡ଼େ କରିଥିଲେ, ବର୍ତ୍ତମାନ ଛତିଶଗଡ଼ ଧାନ ଆସି ଭର୍ତ୍ତି ହେଲାଣି। କ'ଣ କରୁଛନ୍ତି ମନ୍ତ୍ରୀ? କେତେଥର ରେଡ୍ କଲେଣି? ଲୋକାଲ ଧାନ କିଣା ହେଇନି। କ'ଣ କରୁଛନ୍ତି ମନ୍ତ୍ରୀ? ଖାଲି ଠନ୍ 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 ଠନ୍।